କେଉଁ ଆଙ୍ଗୁଠିରେ ରୂପା ମୁଦି ପିନ୍ଧିଲେ ଆମର ଅସମ୍ଭବ କାର୍ଯ୍ୟ ମଧ୍ୟ ନିଶ୍ଚିତ ରୂପେ ସମ୍ଭବ ହେବ। ତ ଚାଲନ୍ତୁ ବନ୍ଧୁମାନେ ଜାଣିବା କେଉଁ ରାଶିର ବ୍ୟକ୍ତି ରୂପା ମୁଦି ପିନ୍ଧିବା ଉଚିତ। ତ ଜୟ ଜଗନ୍ନାଥ ବନ୍ଧୁମାନେ। ରୂପା ମୁଦିକୁ ଆପଣମାନେ କେଉଁ ଆଙ୍ଗୁଠିରେ ପିନ୍ଧିଲେ ଶୁଭ ହୋଇଥାଏ ଓ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କ ଘରେ ଧନ ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ବାସ ହେବ ଏବଂ କେଉଁ କେଉଁ ଘଟଣା ସବୁ ଘଟିଲେ ଆପଣମାନେ ଜାଣିବେ ଯେ ଖୁବ୍ ଶୀଘ୍ର ଆପଣମାନେ ଧନବାନ ହେବାକୁ ଯାଉଛନ୍ତି। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଭିଡ଼ିଓ। ଆଶା କରୁଛି ବନ୍ଧୁମାନେ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ ଅନେକ ଗୁଡ଼ିଏ ଶୁଭ ଓ ଅଶୁଭ କଥା ବିଷୟରେ। ଆପଣ ଯେତେବେଳେ ସକାଳେ ଶଯ୍ୟା ତ୍ୟାଗ କରିବେ ସେତେବେଳେ ଦୁଇ ହାତ ପାପୁଲିକୁ ଦେଖିବେ, ତେବେ ଆପଣମାନଙ୍କର ଏହି ଦିନଟି ନିଶ୍ଚିତ ରୂପେ ଶୁଭ ହେବ। କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ୱତୀ କର ମୂଳେତୁ ଗୋବିନ୍ଦଂ ପ୍ରଭାତେ କର ଦର୍ଶନମ୍। ଏହି ମନ୍ତ୍ରଟିକୁ କହି ଯଦି ଆପଣମାନେ ଶଯ୍ୟା ତ୍ୟାଗ କରୁଛନ୍ତି ତେବେ ଜାଣିବେ ସବୁ ଦେବାଦେବୀଙ୍କର ଦର୍ଶନ ହୋଇଗଲା। ନିହାତି ଭାବରେ ଆଜିର ଏହି ଦିନଟି ଶୁଭରେ କଟିବ। ଠିକ୍ ସେହିଭଳି ଯଦି ଆପଣଙ୍କ ଘରକୁ ଚୁଚୁନ୍ଦ୍ରା ବାରମ୍ବାର ଆସୁଥାଏ ତେବେ ଜାଣି ରଖନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସୁଛନ୍ତି। ଆମେ ବହୁତ ଗୁଡ଼ିଏ ଅଦରକାରୀ ଜିନିଷ ଘରୁ ବାହାର କରିଦେଇଥାଉ। କ'ଣ ଆପଣମାନେ ଜାଣନ୍ତି ଯଦି ଏହି ଅଦରକାରୀ ଜିନିଷକୁ ଆମେ ଅମାବାସ୍ୟା ଦିନ ବାହାର କରି ଫୋପାଡ଼ି ଦେଇଥାଉ ତେବେ ଏହା ବହୁତ ଶୁଭ ହୋଇଥାଏ। ଯଦି ଆପଣଙ୍କ ଘରେ ବୁଢ଼ିଆଣୀ ଜାଲ ହୋଇଗଲା ତେବେ ତାକୁ ତୁରନ୍ତ ସଫା କରିବା ଉଚିତ। କାରଣ ବୁଢ଼ିଆଣୀ ଜାଲ ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ହୋଇଥାଏ। ଯଦି କୌଣସି ପକ୍ଷୀ କୌଣସି ଫଳ ଖାଇ ଆପଣଙ୍କ ଘର ଅଗଣାରେ ପକାଇକି ଚାଲିଯାଏ ତେବେ ଜଲ୍ଦି ହିଁ ଆପଣଙ୍କର ଉନ୍ନତି ହେବ। ଯଦି ସୂର୍ଯ୍ୟ ଉଦୟ ପରେ ଆପଣଙ୍କର ଘରର ପୂର୍ବ କିମ୍ବା ପଶ୍ଚିମ ଦିଗରେ କାଉ ବସିକି ବୋବାଏ ତେବେ ଏହା ବହୁତ ଶୁଭ ହୋଇଥାଏ। ଯଦି ଆପଣ ନିଜର ପିଲାମାନଙ୍କର ବିବାହ କରୁଛନ୍ତି ତେବେ ସେମାନଙ୍କର ଜନ୍ମବାର, ଜନ୍ମ ମାସ, ଜନ୍ମ ନକ୍ଷତ୍ର, ଜନ୍ମ ସମୟ ଏହିସବୁ ସମୟରେ କରୁଛନ୍ତି ତେବେ ଏହା ଅମଙ୍ଗଳକାରୀ ହୋଇଥାଏ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଯଦି ଆପଣ କେଉଁଆଡ଼େ ଘରୁ ବାହାରିକି ଯାଉଛନ୍ତି ସେତେବେଳେ ଆପଣ ପ୍ରଥମେ ବାମ ପାଦଟି ଘରୁ ବାହାର କରି ଯାତ୍ରା କରନ୍ତୁ। ସେହିପରି ମଙ୍ଗଳବାର, ଶନିବାର, ଗୁରୁବାର, ରବିବାର ଦିନ ଆପଣ ଯାତ୍ରା କରୁଛନ୍ତି ତ ପ୍ରଥମେ ଡାହାଣ ପାଦ ପକାଇ ଘରୁ ବାହାରି ଯାଆନ୍ତୁ। ଯଦି ଆପଣ ଗାଈ ପାଳିଛନ୍ତି ଏବଂ ଗାଈ ଆଖିରେ ଲୁହ ଦେଖନ୍ତି ତେବେ ବୁଝିଯାଆନ୍ତୁ କିଛି ନା କିଛି ବିପଦ ଆସିବାକୁ ଯାଉଛି, ତେଣୁ ସତର୍କ ହୋଇଯାଆନ୍ତୁ। ଯଦି କଳା ପେଚା ଆପଣଙ୍କ ଘର ଉପରେ ବସିବ ତେବେ ଏହା ବହୁତ ଅଶୁଭ ହୋଇଥାଏ। କ'ଣ ଆପଣ ଜାଣନ୍ତି ବିଛା ଦେଖିଲେ ଶୁଭ? ବିଛାକୁ ଯଦି ଆପଣ ଦେଖୁଛନ୍ତି ତେବେ ତାକୁ କେଉଁଆଡ଼େ ଛାଡ଼ିଦେବେ କିନ୍ତୁ ତାକୁ ଆଘାତ ଦେବେ ନାହିଁ କିମ୍ବା ମାରିବେ ନାହିଁ। ଯେତେବେଳେ ଆପଣମାନେ ଭୋଜନ ଗ୍ରହଣ କରୁଛନ୍ତି ପୁରୁଷମାନେ କେବେ ବି ମୁଣ୍ଡରେ ପଗଡ଼ି କିମ୍ବା ଟୋପି ପିନ୍ଧି ଭୋଜନ କରନ୍ତୁ ନାହିଁ ଏବଂ ମହିଳାମାନେ ମୁଣ୍ଡରେ ଓଢ଼ଣା ଦେଇ ଭୋଜନ କଲେ ତାହା ମଙ୍ଗଳକାରୀ ହୋଇଥାଏ। ସେହିଭଳି ଯେତେବେଳେ ଆପଣ ଘରେ ଠାକୁର ରଖିଛନ୍ତି ଠାକୁରଙ୍କ ମୁହଁ ପଶ୍ଚିମାମୁଖୀ ହୋଇଥିବ ଏବଂ ଆପଣମାନେ ପୂର୍ବାଭିମୁଖୀ ହୋଇ ପୂଜା କରିବେ, ମାନେ ଠାକୁରଙ୍କ ମୁହଁକୁ ଆପଣଙ୍କ ମୁହଁ ସାମ୍ନାସାମ୍ନି ହୋଇଥିବ। ଠିକ୍ ସେହିଭଳି ଯେବେ ମନ୍ଦିରର କଥା ଆସିବ ଠାକୁରଙ୍କ ମୁହଁ ପୂର୍ବ ଆଡ଼କୁ ଏବଂ ଆମେ ପୂଜା କରିବା ପଶ୍ଚିମ ଆଡ଼କୁ ମୁହଁ କରି। ସେତେବେଳେ ମା ମାନେ ଆପଣମାନେ ବାସନ ମାଜୁଛନ୍ତି ସେତେବେଳେ ଯେତେ କମ୍ ଶବ୍ଦ ହେବ ସେତେ ଭଲ। ଅଧିକ ଶବ୍ଦ ଅଶୁଭ ବା ଅମଙ୍ଗଳକାରୀ ହୋଇଥାଏ। ଯଦି ଆପଣ ଜଣେ ରାଗୀ ମଣିଷ ଆପଣଙ୍କୁ ବହୁତ କ୍ରୋଧ ଆସୁଛି ତେବେ ଆପଣ ଦିନରେ 5-6 ଥର ନିଜର ପାଦ ଧୁଅନ୍ତୁ। ଦେଖିବେ ଆପଣଙ୍କର ଏହି ସମସ୍ୟା ବହୁତ ଜଲ୍ଦି ଦୂର ହେବ। ଯଦି ଶୋଇକି ଉଠିବା ପରେ ଆପଣଙ୍କର ସେଜ ଅସଜଡ଼ା ହୋଇ ପଡ଼ି ରହେ ତେବେ ରାହୁ ଓ ଶନିଙ୍କର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ। ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଖାଇବା ସମୟରେ ଆପଣ ଲୁଣ କେବେ ହେଲେ ତଳେ ପକାଇବେ ନାହିଁ। ଯଦି ଲୁଣ ତଳେ ପଡ଼ିଯାଏ ତେବେ ତାକୁ ଲୁଗାରେ ପୋଛନ୍ତୁନି। ଏମିତି କଲେ ଋଣ ବଢ଼ିବ, ଧାର କରଜ ବଢ଼ିବ। ତେଣୁ ଆପଣ ସମସ୍ୟାରେ ପଡ଼ିବେ। ସେଥିପାଇଁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆମ ସମସ୍ତଙ୍କ ଉପରେ କିଛି ନା କିଛି ସଙ୍କଟ ଆସେ। ଯେତେବେଳେ ସଙ୍କଟ ଆସେ ଆମେ ତା'ର କିଛି ଉପାୟ ନ ପାଉ ତେବେ କ'ଣ କରିବେ? ଆମେ ଯେଉଁଠୁ ପାଣି ପିଉଛୁ ସେଠି କିଛି ପାଣି ଆଣି ଘରେ ଛିଞ୍ଚି ଦିଅନ୍ତୁ। ଦେଖିବେ ନିହାତି ଭାବରେ କିଛି ଉପାୟ ଅବଶ୍ୟ ମିଳିବ। ସେହିଭଳି ପ୍ରତି ଶୁକ୍ରବାର ଦିନ କିଛି ନା କିଛି ମିଠା ଆପଣ ନିଶ୍ଚୟ ଖାଆନ୍ତୁ। ଏହା ଆପଣଙ୍କ ପାଇଁ ଶୁଭକାରୀ ହେବ। ଯେତେବେଳେ ଆପଣ ଘରେ ପୂଜା କରୁଛନ୍ତି ଓ ସେହି ସମୟରେ କେହି ଅତିଥି ଆସିଥାନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ। ଯେତେବେଳେ ଆପଣ ପୂଜା କରୁଛନ୍ତି ସେହି ସମୟରେ ଛୋଟ ପିଲା କାନ୍ଦିଲେ କ'ଣ କରିବେ ନା କିଛି ହଳଦୀ ନେଇ କାନ୍ଥରେ ଲଗାଇ ଦିଅନ୍ତୁ। ଏମିତି କଲେ ଯାହା ଅଶୁଭ ହୋଇଥାନ୍ତା ଆଉ ହେବ ନାହିଁ। ସେହିଭଳି ଯେତେବେଳେ ଆପଣଙ୍କର ବାରମ୍ବାର ଧନ ହାନି ହେଉଛି ଆପଣ କିନ୍ନରମାନଙ୍କୁ ସବୁଜିଆ ବସ୍ତ୍ର ଦାନ କରନ୍ତୁ। ନିହାତି ଭାବରେ ଏଥିରୁ ମୁକ୍ତି ପାଇବେ। ସେହିଭଳି ଯଦି ଆପଣଙ୍କର ରାହୁ ଦଶା ପଡ଼ିଛି, ଯିଏ ବି ଅତିଥି ଆପଣଙ୍କ ଘରକୁ ଆସିବେ ତାଙ୍କୁ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ଏହି ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ। ସେହିଭଳି ଯେଉଁମାନେ ରାଗି ମଣିଷ ସେମାନେ ନିଜର କ୍ରୋଧକୁ ନିୟନ୍ତ୍ରଣ କରିବା ପାଇଁ ଦର୍ପଣ ସାମ୍ନାରେ ଠିଆ ହୋଇ ମୁଣ୍ଡ କୁଣ୍ଡାନ୍ତୁ। ଦେଖିବେ ଆପଣଙ୍କର କ୍ରୋଧ ଶାନ୍ତ ହେବ। ଯଦି ଆପଣ ବାରମ୍ବାର କାର୍ଯ୍ୟରେ ଅସଫଳ ହେଉଛନ୍ତି ତେବେ ରୂପା ମୁଦିଟିଏ ପିନ୍ଧନ୍ତୁ। ଗୁରୁବାର ଦିନ ଶିବ ମନ୍ଦିରରେ ଯାଇ ଭଗବାନଙ୍କ ପାଖରେ ମୁଦିକୁ ପୂଜା କରି ଯଦି ଆପଣ ସେହି ମୁଦିକୁ ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତି ତେବେ ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଯଦି ଆପଣମାନେ ମନ୍ଦିର ଯାଇଛନ୍ତି ଏବଂ ଆପଣଙ୍କର ଜୋତା କିମ୍ବା ଚପଲ ଚୋରି ହୋଇଗଲା ତେବେ ମନ ଦୁଃଖ କରିବେ ନାହିଁ। କାହିଁକି ନା ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଭାବିବେ କିଛି ନା କିଛି ବିପତ୍ତି ଆପଣଙ୍କର ଟଳିଗଲା। ସେହିଭଳି କାର୍ଯ୍ୟ ସିଦ୍ଧି ପାଇଁ ଯଦି ଆପଣ ଧଳା ରଙ୍ଗର ଗଣେଶ ଆପଣଙ୍କ ଘରେ ସ୍ଥାପନ କରନ୍ତି ତେବେ ନିହାତି ଭାବରେ ଆପଣଙ୍କର କାର୍ଯ୍ୟ ସିଦ୍ଧି ହେବ। ଆଜିର ବିଷୟବସ୍ତୁ ରୂପା ମୁଦିର କିଛି ବିଶେଷତ୍ୱ ଜାଣି ରଖନ୍ତୁ। କେଉଁ ରାଶିର ଲୋକେ ରୂପା ମୁଦି ପିନ୍ଧିବା ଅନୁଚିତ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ବ୍ୟକ୍ତିମାନେ ରୂପା ମୁଦି ପିନ୍ଧିଲେ ଦରିଦ୍ରତା ଦେଖାଯାଏ, ଆର୍ଥିକ ସ୍ଥିତି ଖରାପ ହୋଇଥାଏ। ସିଂହ ରାଶିର ବ୍ୟକ୍ତି ମଧ୍ୟ ରୂପା ମୁଦି ପିନ୍ଧିବା ଅନୁଚିତ, କାରଣ ସିଂହ ରାଶିର ଇଷ୍ଟ ସୂର୍ଯ୍ୟଦେବ। ସୂର୍ଯ୍ୟଦେବ ଉତ୍ତପ୍ତ ଓ ରୂପା ଶୀତଳତାର ପ୍ରତୀକ। ଏହା ପରସ୍ପର ପରିପୂରକ। ଏହି ରାଶିର ବ୍ୟକ୍ତି ରୂପା ମୁଦି ପିନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଧନ ସମ୍ବନ୍ଧୀୟ ଅସୁବିଧା ଦେଖାଯାଏ। ଧନୁ ରାଶିର ବ୍ୟକ୍ତି ରୂପା ମୁଦି ପିନ୍ଧିବା ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି। ମହିଳାମାନେ ରୂପା ମୁଦି ପିନ୍ଧିବା ଶୁଭ ହୋଇଥାଏ। ଖାସ୍ କରି ଦ୍ୱିତୀୟ ଓ ତୃତୀୟ ଅଙ୍ଗୁଳିରେ ରୂପା ମୁଦି ପିନ୍ଧିଲେ ସ୍ୱାମୀ ସ୍ତ୍ରୀ ଦାମ୍ପତ୍ୟ ଜୀବନରେ ସୁଖ ଆସିଥାଏ। ରୂପା ଥଣ୍ଡା ଜାତୀୟ ଧାତୁ ହୋଇଥିବାରୁ ଯେଉଁମାନେ ରୂପା ମୁଦି ପିନ୍ଧନ୍ତି ସେମାନଙ୍କର କ୍ରୋଧ ଶାନ୍ତ ହୋଇଥାଏ। ରୋଗ ମଧ୍ୟ ହୋଇନଥାଏ। ଖାସ୍ କରି ଥାଇରଏଡ୍ ରୋଗ କମ୍ ହୋଇଥାଏ। ରୂପା ନକାରାତ୍ମକକୁ ଦୂର କରିଥାଏ। ରୂପା ମୁଦି ପିନ୍ଧିବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଇତ୍ୟାଦିରୁ ମୁକ୍ତି ମିଳିଥାଏ। ମହିଳାମାନେ ସର୍ବଦା ବାମ ହାତରେ ଓ ପୁରୁଷମାନେ ଡାହାଣ ହାତରେ ରୂପା ମୁଦି ପିନ୍ଧିବା ଶୁଭ ହୋଇଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ମୁଁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ମୋର ଏହି ଶିକ୍ଷଣୀୟ ଭିଡ଼ିଓଟି ଭଲ ଲାଗୁଛି ତେବେ ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକି ଗୋଟେ ଛୋଟ ଲାଇକ୍ଟିଏ କରିଦିଅନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ଓ ବନ୍ଧୁବାନ୍ଧବମାନଙ୍କୁ ମୋର ଏହି ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଜୟ ଜଗନ୍ନାଥ।